मो चैनल संस्कृति एवं परंपरा को नीलाद्रौ शंख मध्ये शतदल कमले रत्न सिंहासनस्थं सर्वालंकारयुक्तं नवघन रुचिरं संयुक्तं चाग्रजेन भद्रायाः वामपार्श्वे रथचरणयुतं ब्रह्मरुद्रेन्द्र वन्द्यं वेदानां सारमीशं स्वजनपरिवृतं ब्रह्मदारु स्मरामि दारु ब्रह्म भजामि। ଶ୍ରୀମନ୍ଦିରରୁ ରଥ ଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି। ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରୁ ରଥ ଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ରଥ ଖଳାରେ ପ୍ରସ୍ତୁତ 3 ରଥରେ ଏହି ଆଜ୍ଞାମାଳ ଲାଗି ପରେ ରଥ ଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ବିଜେ କରିଥାନ୍ତି 3 ରଥ। ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବକମାନେ 3 ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼ ବା ଉତ୍ତର ଦିଗକୁ ମୁହଁ କରି ରଖିଥାନ୍ତି। ତା ପରଦିନ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ପ୍ରତିଷ୍ଠା ପରେ 3 ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥାନ୍ତି ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥାଏ। ପରମ କାରୁଣିକ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ଅନୁଷ୍ଠିତ ହୋଇଆସୁଛି। ସ୍କନ୍ଧ ପୁରାଣର ବର୍ଣ୍ଣନା ଅନୁଯାୟୀ ସ୍ୱୟଂ ମହାପ୍ରଭୁ ଏହି ଯାତ୍ରା କରିବା ପାଇଁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯାତ୍ରା ନିମନ୍ତେ 3 ରଥକୁ ଶିଳ୍ପଶାସ୍ତ୍ରାନୁଯାୟୀ ପାରମ୍ପରିକ ଶିଳ୍ପୀମାନେ ନିର୍ମାଣ କରିଥାନ୍ତି। ରଥ କାର୍ଯ୍ୟ ଆରମ୍ଭରୁ ମହାପ୍ରଭୁଙ୍କର ଦୃଷ୍ଟି ରଥଗୁଡ଼ିକ ଉପରେ ନିବଦ୍ଧ ରହିଥାଏ, ଅର୍ଥାତ୍ ରଥ ପାଇଁ 5 ଥର ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିଥାଏ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନ 3 ବାଡ଼ରୁ 3 ଗୋଟି ଆଜ୍ଞାମାଳ ରଥଖଳାକୁ ବିଜେ ହୁଅନ୍ତି। 3 ରଥ ପାଇଁ ପ୍ରସ୍ତୁତ ଥିବା 3 ଖଣ୍ଡ କାଠରେ ପୂଜାପଣ୍ଡା ସାମନ୍ତ ଏହି ଆଜ୍ଞାମାଳ ଲାଗି କରିଥାନ୍ତି। ଏହାପରେ ମହାପ୍ରଭୁଙ୍କ ନିର୍ଦ୍ଦେଶ ପାଇ 3 ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ। ଏହି କାର୍ଯ୍ୟର ଅଗ୍ରଗତିକୁ ତଦାରଖ କରିବା ପାଇଁ ଦାରୁ ବିଗ୍ରହମାନଙ୍କ ନିକଟରୁ ପୁନଶ୍ଚ ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ବା ଚନ୍ଦନ ଯାତ୍ରାର ଭଉଁରୀ ଦିନ ଆଜ୍ଞାମାଳ ଆସି 3 ରଥର 6 ଚକ ଏବଂ 3 ଅଖରେ ଲାଗି କରାଯାଇଥାଏ। ଏହି ଦିନ 3 ରଥର 2ଟି ଲେଖାଏଁ ଚକ 3ଟି ଅଖରେ ଯୋଡ଼ାଯାଏ। ଏହାକୁ ଚକାଡେରା ନୀତି କୁହାଯାଏ। ପୁନଶ୍ଚ ରଥଯାତ୍ରା ପୂର୍ବଦିନ ନିର୍ମାଣ କାର୍ଯ୍ୟ ସରିବା ପରେ ରଥଗୁଡ଼ିକୁ ସିଂହଦ୍ୱାରକୁ ଟାଣି ନେବା ପାଇଁ ଠାକୁରମାନଙ୍କ ଆଜ୍ଞାମାଳ ଲାଗି କରାଯାଇଥାଏ। ଏହି ଆଜ୍ଞାମାଳ ପାଇବା ପରେ 3 ରଥ ସିଂହଦ୍ୱାରକୁ ଆସିଥାନ୍ତି। ରଥ ଖଳାରୁ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ରଥ, ପରେ ମା ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀ ବଳଭଦ୍ରଙ୍କ ରଥ ଟଣା ହୋଇ ସିଂହଦ୍ୱାରରେ ଏକ ସରଳ ରେଖାରେ ଅବସ୍ଥାନ କରିଥାନ୍ତି। ସେହିଦିନ ରାତ୍ରିରେ 3 ରଥର ଦଧିନଉତି ଲାଗିବାକୁ ଥିବା 9ଟି କଳସକୁ 3 ବାଡ଼ର ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ପ୍ରଥମେ ଏହି କଳସଗୁଡ଼ିକୁ ଜୟ ବିଜୟ ଦ୍ୱାରକୁ ଅଣାଯାଇଥାଏ। ସନ୍ଧ୍ୟା ଧୂପ ସରିବା ପରେ ଜଣେ ପୂଜାପଣ୍ଡା 3 ବାଡ଼ରୁ ଆଜ୍ଞାମାଳ ନେଇ 3 କଳସଙ୍କୁ ଦେଇଥାନ୍ତି। ଚାଙ୍ଗଡ଼ା ମେକାପ 3 ଖଣ୍ଡ ପତନି ଶାଢ଼ୀ ଦିଅନ୍ତି ଏବଂ ପୂଜାପଣ୍ଡା 3 ଗୋଟି କଳସରେ ବାନ୍ଧନ୍ତି। ଏହାପରେ କୋଠ ସୁଆଁସିଆମାନେ କଳସ ନେଇ ରଥରେ ବାନ୍ଧିଥାନ୍ତି। ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଲାଗୁଥିବା କଳସ ତ୍ରୟର ନାମ ଚନ୍ଦ୍ର, ସୂର୍ଯ୍ୟ ଏବଂ ବିଦ୍ୟୁତ୍। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ କଳସ ତ୍ରୟର ନାମ ପରା, ଅପରା ଏବଂ ବୈଖାରୀ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଲାଗୁଥିବା କଳସ ତ୍ରୟ ହେଲେ ନଭ, ଆକାଶ ଏବଂ ବ୍ୟୋମ,
ଅନ୍ୟ ପକ୍ଷରେ ଆଷାଢ଼ ଶୁକ୍ଳ ସପ୍ତମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥଗୁଡ଼ିକୁ 3 ବାଡ଼ରୁ ଆଜ୍ଞାମାଳ ପ୍ରଦାନ କରାଯାଏ। ଏହି ଦିନ ସକାଳ ଧୂପ ପରେ 3 ଜଣ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ 3 ଖଣ୍ଡ ନେଇ ଘଣ୍ଟ, ଛତା ଏବଂ କାହାଳି ସହିତ 3 ରଥ ନିକଟକୁ ଯାଇ ପ୍ରଦାନ କରିଥାନ୍ତି। ଏହାପରେ ରଥଗୁଡ଼ିକୁ ଦକ୍ଷିଣ ମୋଡ଼ କରାଯାଇଥାଏ। ଏହିପରି ଭାବେ ସମୁଦାୟ 5 ଥର ରଥ ନିମନ୍ତେ ଠାକୁରମାନେ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ରଥ ନିର୍ମାଣଠାରୁ ରଥଯାତ୍ରା କାଳୀନ ସମସ୍ତ କାର୍ଯ୍ୟ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥାଏ। ତେବେ ଆଜ୍ଞାମାଳ ବିଜେ ପରେ ରଥ ନ ଗଡ଼ିଲେ ନୀତି ପ୍ରଭାବିତ ହେବା ଆଶଙ୍କା ରହିଥାଏ। ବିଧି ଅନୁଯାୟୀ ରଥଯାତ୍ରା ପୂର୍ବଦିନ 3 ରଥକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଥାଏ। 3 ବାଡ଼ର ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥ ନିକଟରେ ପହଞ୍ଚିଥାନ୍ତି। ପ୍ରଥମେ ବଡ଼ ଠାକୁର, ପରେ ଜଗନ୍ନାଥ ମହାପ୍ରଭୁ ଏବଂ ଶେଷରେ ମା ସୁଭଦ୍ରାଙ୍କ ରଥରେ ଆଜ୍ଞାମାଳ ବିଜେ ହୋଇଥାଏ। ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ଶ୍ରୀମନ୍ଦିର ସିଂହଦ୍ୱାରରେ 3 ରଥ ଲାଗିଥାନ୍ତି। ବିଷ୍ଣୁର୍ଜିଷ୍ଣୁର୍ମହାବିଷ୍ଣୁର୍ପ୍ରଭବିଷ୍ଣୁ ମହେଶ୍ୱରଃ ଲୋକକର୍ତ୍ତା ଜଗନ୍ନାଥୋ ମହୀକର୍ତ୍ତା ମହାଯଶଃ। ତେବେ ପବିତ୍ର ଆଷାଢ଼ ଶୁକ୍ଳ ପ୍ରତିପଦା ବା ରଥକୁ ଆଜ୍ଞାମାଳ ବିଜେ ନୀତିର ପାବନ ଅବସରରେ କିପରି ଭାବରେ ମହାପ୍ରଭୁ ଜଗନ୍ନାଥ, ମା ସୁଭଦ୍ରା ଏବଂ ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ପୂଜାପଣ୍ଡାମାନେ ଆଜ୍ଞାମାଳ ବିଜେ କରିଥାନ୍ତି, ସେହି ଅପୂର୍ବ ଦିବ୍ୟ ଦୁର୍ଲଭ ଦୃଶ୍ୟକୁ ଆମେମାନେ ମଧ୍ୟ ଆଗକୁ ଭିଡ଼ିଓ ମାଧ୍ୟମରେ ଦର୍ଶନ କରିନେବା। ଚାଲନ୍ତୁ।